ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଳନ କଲା 33ତମ ବାର୍ଷିକ ଉତ୍ସବ। କୁନି କୁନି ପାଦରେ ଘୁଙ୍ଗୁରରେ ରୁଣୁଝୁଣୁ ଶବ୍ଦରେ ବିମୋହିତ କରି ଆଙ୍କି ଦେଇଛି କଳା ଓ ସଂସ୍କୃତିର ପ୍ରତିଛବି। ନିଖୁଣତାର ଅଭିନୟର ଯାଦୁରେ ଜୀବନ୍ତ କରିଦେଇଛି ରଙ୍ଗୀନ ରଙ୍ଗମଞ୍ଚ। କଳା ଓ ସଂସ୍କୃତିର ମହାମାହୋଲ ବାନ୍ଧି ରଖିଦେଇଛି ଦର୍ଶକମାନଙ୍କ ହୃଦୟକୁ। ଏକାଗ୍ର ଚିତ୍ତରେ ଅପଲକ ନୟନରେ ଚାହିଁ ରହିଛନ୍ତି ତାଙ୍କ ପ୍ରିୟ ରଙ୍ଗୀନ ରଙ୍ଗମଞ୍ଚର ଝିଲମିଲ ପରିବେଶକୁ। ମନମୁଗ୍ଧକାରୀ ପରିବେଶ, ଆକର୍ଷଣୀୟ ବାତାବରଣ ମଧ୍ୟରେ ସମସ୍ତେ ହଜି ଯାଇଛନ୍ତି ଗୋଟିଏ ସୂତାର ମମତାର ବନ୍ଧନରେ। ରାଗ ରୁଷା ଭେଦଭାବର ଝଲକ ଦେଖିବାକୁ ମିଳୁନାହିଁ। ସମସ୍ତେ ଆପଣାର ଅନାବିଳ ପ୍ରେମର ଏକ କାଚର ଚୌଘରେ ରହିଲା ପରି ରୁଣ୍ଡୀଭୂତ ହୋଇଛନ୍ତି। ଶିକ୍ଷାର ଏକ ଜରୁରୀ ବନ୍ଧନରୁ ଆଜି ମୁକ୍ତ ହୋଇ ଖୋଲା ଆକାଶରେ ଉଡ଼ିବା ପାଇଁ ସୁଯୋଗର ସଦୁପଯୋଗ କରିବାରେ ବ୍ୟସ୍ତ ରହିଛନ୍ତି ସମସ୍ତେ। ମନରେ ଭରିଯାଇଛି ଆନନ୍ଦର ଜୁଆର। ଖୁସିରେ ବିଭୋର ହୋଇ ଉତ୍ସବ ମୁଖରିତ କରିଦେଇଛନ୍ତି ତାଙ୍କ ପ୍ରିୟ ବିଦ୍ୟା ମନ୍ଦିରକୁ। ସରସ ସୁନ୍ଦରର ଏକ ମହାପର୍ବ ପାଳନ କରିବା ପାଇଁ ସମସ୍ତେ ଆଗ୍ରହ ସହକାରେ ଚାହିଁ ରହିଛନ୍ତି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ପାଳିତ ହୋଇଯାଇଛି 33ତମ ବାର୍ଷିକ ଉତ୍ସବ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ମଦନପୁର ରାମପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରାଜେଶ କୁମାର ସାହୁ ଯୋଗ ଦେଇ ବାର୍ଷିକ ଉତ୍ସବକୁ ସରସ ଓ ସୁନ୍ଦର କରିଥିଲେ। ଅନୁଷ୍ଠାନର ସଭାପତି ତଥା ଶିକ୍ଷାବିତ୍ ବେଣୁଧର କୁମାରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଭା କାର୍ଯ୍ୟରେ ଅତିଥିମାନେ ଅଭିଭାଷଣରେ ଗୁଣାତ୍ମକ ଶିକ୍ଷା ଓ ଶିଶୁ ବିଦ୍ୟା ମନ୍ଦିରର ବିଶେଷତା ସହ ଉତ୍ତମ ଛାତ୍ର ଗଠନରେ ଅଭିଭାବକ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଭୂମିକା ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ। ପରସ୍ପର ମଧ୍ୟରେ ସହନଶୀଳତା ଏବଂ ଆତ୍ମୀୟତା ବଜାୟ ରଖି ଜ୍ଞାନ ଆହରଣ କରିଲେ ସମାଜରେ ଜଣେ ଉତ୍ତମ ନାଗରିକଟିଏ ଗଠନ ହୋଇପାରିବେ ବୋଲି ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ଦେଇ ସଚେତନ ବାର୍ତ୍ତା ଦେଇଥିଲେ। ସର୍ବପ୍ରଥମେ ବିଦ୍ୟା ମନ୍ଦିର ପରିସରରେ ଥିବା ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିକୁ ଅତିଥିମାନଙ୍କ ଦ୍ୱାରା ଅନାବରଣ କରାଯାଇଥିଲା। ତାପରେ ସଭା କାର୍ଯ୍ୟରେ ପ୍ରଧାନ ଆଚାର୍ଯ୍ୟ ଡକ୍ଟର କିଶୋର ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଧନୁର୍ଜୟ ମହାରଣା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ବନମାଳୀ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରେଣୀରେ ସର୍ବୋଚ୍ଚ ପ୍ରାପ୍ତାଙ୍କ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭାବାନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ସଭା କାର୍ଯ୍ୟରେ ଶେଷରେ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ରଙ୍ଗାରଙ୍ଗ ହୋଇଥିଲା। ଖୁବ୍ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ। ଏହି ବାର୍ଷିକ ଉତ୍ସବରେ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଅଭିଭାବକମାନଙ୍କ ଉପସ୍ଥିତିରେ ସଫଳତାର ସହିତ ପାଳନ ହୋଇଯାଇଛି। କଳାହାଣ୍ଡିରୁ ଲୟ ଭୟଙ୍କ ରିପୋର୍ଟ, এবি ନ୍ୟୁଜ୍।